ସମସ୍ତଙ୍କୁ ଦୋଦ ପାଞ୍ଚ ହଉଥାଏ। କାହାକୁ ଚିହ୍ନିଛି କାହାକୁ ଚିହ୍ନିନି, କାହାକୁ ଚିହ୍ନିନି, କିନ୍ତୁ ଯୋଉ ଭଲ ପାଇବାର ଯୋଉ କଥା ପଦେ ବାନ୍ଧି ଦିଏ ସେମିତି ଆତ୍ମୀୟତା ସାନ ବାପାଙ୍କ ପାଖରେ ଥିଲା। ଆରେ ମା ତୁ ଖାଇଲୁ ନା ନାଇଁ, କଣ ଖାଇଛୁ, ଲୁଗାପଟା ତୋର ଅଛି କି ନାହିଁ, ଆଣିଛୁ କି ନାହିଁ, କେମିତି କଣ ଚଳିବୁ, ଏ ବିଷୟରେ ସେ ଯୋଉ ବିବ୍ରତ ହେଇ ପଡନ୍ତି, କେମିତି ଗାଁରେ ବହୁତ ଚଳିବ, କେମିତି ଆସିକି ଏଠି ରହିବ, ସେଇଥିରେ ତାଙ୍କର ଭଲ ପାଇବା ଛଳ ଛଳ ହେଇ ପଡେ। ଆଉ କହିବା ତ ଦରକାର ନାହିଁ, ଯୋଉ କଥା ଆଖିରୁ ବୁଝି ହୁଏ ଅଥରୁ କହିବା କଣ ଦରକାର। ତେଣୁ ସେ ଆମକୁ ଦୁଃଖ ସାଗରରେ ଭସେଇ ଦେଇକି ଯାଇଛନ୍ତି। ସାନ ବୋଉକୁ ଏକା କରିକି ଯାଇଛନ୍ତି। ସାନ ବୋଉ ଦେଖିଲେ ଆଖି ଲୁହେଇ ଯାଉଛି। ତେଣୁ ଗୋଟିଏ କେବଳ ପ୍ରାର୍ଥନା, ଆପଣ ମାନଙ୍କର ଆଶୀର୍ବାଦ ରହୁ ପିଲାମାନଙ୍କ ଆମ ମାନଙ୍କ ଉପରେ, କାଳିଆ ଉପରେ, ବିରାଛରା ଉପରେ, ଆମ ମାନଙ୍କ ଉପରେ, ଆମ ସମସ୍ତଙ୍କୁ ଶକ୍ତି ସାମର୍ଥ୍ୟ ମିଳୁ, ଏ ଦୁଃଖ ସମୟକୁ ଆମେ ପାର କରୁ। ଆଉ ସମସ୍ତଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଆମେ କେମିତି ଏ ଦୁଃଖ ସମୟ ପାର କରି ଭଲରେ ଜୀବନ ବିତଉ। ଶେଷରେ ସାନ ବାପାଙ୍କ ପାଇଁ କହିବି, ତାଙ୍କ ଆତ୍ମା ସଦ୍ଗତି ପାଇଁ ପ୍ରାର୍ଥନା କରିବି ଜଗନ୍ନାଥଙ୍କ ପାଖରେ। ଆଉ ଅଧିକ କଣ କହିବି, ଆପଣ ମାନେ ତ ସବୁ କଥା କହିସାରିଲେଣି। ବାପା ତାଙ୍କ କଥା କହିସାରିଲେଣି, ଗୁରୁ ଯୋଉମାନେ ତାଙ୍କ କଥା କହିସାରିଲେଣି, ସାଙ୍ଗସାଥି ତାଙ୍କ କଥା କହିସାରିଲେଣି। ବୋହୂ ହିସାବରେ ମୋର ସାନ ବାପାଙ୍କ ପାଦ ତଳେ ପ୍ରଣାମ, ଆଜି ବି ପ୍ରଣାମ। ତାଙ୍କ ଆତ୍ମା ସଦ୍ଗତି ଲାଭ କରୁ।